ଅଣାନବେତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ। ଜଗତସିଂହପୁର ଜିଲ୍ଲା ପୋଲିସ ବାହିନୀ ତରଫରୁ ପୁନଙ୍ଗସ୍ଥିତ ରିଜିଭ୍ ପୋଲିସ ପଡ଼ିଆଠାରେ 89ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମରେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରତିଷ୍ଠା ଦିବସକୁ ପାଳନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପଠାଇଥିବା ପୋଲିସ ଭାଇମାନଙ୍କ ପାଇଁ ବାର୍ତ୍ତା ପାଠ କରିଥିଲେ। ଶେଷରେ ଜିଲ୍ଲାରେ 2023-24ରେ ଭଲ କାର୍ଯ୍ୟକୃତିତ୍ୱ ଅର୍ଜନ କରିଥିବା କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜି ଓଡ଼ିଶା ପୋଲିସ ତାର 89ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଓଡ଼ିଶା ପୋଲିସର ସମସ୍ତ କର୍ମକର୍ତ୍ତା ଏବଂ ସମସ୍ତ जिते आम पुलिस परिवार जी अच्छा समस्ते आज यहाँ खुशी सह पालन करुँच आमे गर्वित एवं यही पुलिस प्रतिष्ठा दिवस रे आमे ओडिशा पुलिस प्रत्येक परिवार सदस्य निष्ठा एवं सहानुभूति सहित ओडिशा पुलिस कार्य करूँ एवं ओडिशा पुलिस ना रखू एवं ओडिशा पुलिस देशर सर्वश्रेष्ठ पुलिस बाहिनी हम सेटा आमर आज आशा एवं यही अवसर में मु आपण माध्यम जो माने यही ओडिशा पुलिस बाहिनी परिवार हुई सेमानकर त्याग निष्ठा सहित सेमानकर बलिदान देइचंती सेमानकर बलिदान को मध्य आमे निजर पाथेय करी आगामी दिन में आमे हमर कर्तव्य निष्ठा सुरखुरु रे पालन करियो। जगतसिंहपुर लोकनाथ साहू का रिपोर्ट ONM न्यूज।